ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଆମ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ବନ୍ଧୁମାନେ, ଆମ ହିନ୍ଦୁ ଧର୍ମ ଓ ପୁରାଣରେ ଅନେକ ଗଛ ଓ ଉଦ୍ଭିଦକୁ ବହୁତ ମାତ୍ରାରେ ପବିତ୍ର ମାନାଯାଇଅଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ବିଶେଷ ଗଛ ହେଉଛି ଅରଖ ଗଛ। ତ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବାକୁ ପାଇବା ଯେ ଅରଖ ଗଛର ଚେରକୁ ଆମେମାନେ ପିନ୍ଧିବା ଦ୍ୱାରା ଆମର କ'ଣ ହୋଇଥାଏ। ଏହି ଗଛକୁ ଅନେକ ଲୋକ ଭଗବାନଙ୍କ ଶିବଙ୍କ ପ୍ରିୟ ଗଛ ବୋଲି କହିଥାନ୍ତି। ଆଜି ଆମେ ଜାଣିବା ଯେ ଅରଖ ଗଛର ଚେରକୁ ପିନ୍ଧିବା ଦ୍ୱାରା ଜୀବନରେ କ'ଣ କ'ଣ ପରିବର୍ତ୍ତନ ଆସିପାରେ। ତେଣୁକରି ଆପଣଙ୍କୁ କେବଳ ଗୋଟିଏ ରିକ୍ୱେଷ୍ଟ, ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଦେଖନ୍ତୁ। ବନ୍ଧୁମାନେ, ଏହି ପ୍ରକୃତି ଆମକୁ ଅନେକ ପ୍ରକାର ଅଦ୍ଭୁତ ଉପହାର ଦେଇଅଛି। ଏହି ପ୍ରକୃତି ମଧ୍ୟରେ ଥିବା ବୃକ୍ଷଗୁଡ଼ିକ କେବଳ ଆମକୁ ଅକ୍ସିଜେନ୍ ଦେଉନାହାନ୍ତି। କେତେକ ଗଛରେ ଏମିତି ଶକ୍ତି ଥାଏ ବୋଲି ପୁରୁଣା ଲୋକମାନେ ଅଧିକାଂଶରେ ବିଶ୍ୱାସ କରନ୍ତି, ଯାହା ଆମ ଜୀବନକୁ ପ୍ରଭାବିତ କରିପାରେ। ସେହି ଗଛମାନଙ୍କ ମଧ୍ୟରୁ କେବଳ ଗୋଟିଏ ଗଛ ହେଉଛି ଅରଖ ଗଛ। ଆଜିର ଭିଡ଼ିଓରେ ଆମେ ସେହି ଅରଖ ଗଛ ଉପରେ କିଛି ବିଷୟବସ୍ତୁ ଆଲୋଚନା କରିବା। ତେବେ ବନ୍ଧୁଗଣ, ଚାଲନ୍ତୁ ଆମେ ପ୍ରଥମରେ ଜାଣିବା ଯେ ଅରଖ ଗଛ କାହିଁକି ଏକ ପବିତ୍ର ଗଛ ଅଟେ। ପୁରାତନ ସମୟରେ ମୁନି ଋଷିମାନେ ପ୍ରକୃତିକୁ ବହୁତ ସମ୍ମାନ କରୁଥିଲେ। ସେମାନେ ଗଛମାନଙ୍କୁ ନିଜର ଦେବତାଙ୍କ ସହିତ ଯୋଡ଼ିଥିଲେ। ଅରଖ ଗଛକୁ ମଧ୍ୟ ଏକ ପବିତ୍ର ଗଛ ଭାବରେ ଦେଖାଯାଏ। ଅନେକ ଲୋକ ଏହି ଗଛକୁ ପୂଜା ମଧ୍ୟ କରିଥାନ୍ତି। ଦୁଇରେ ଦୁର୍ଭାଗ୍ୟ କମିଯାଏ ବୋଲି ବିଶ୍ୱାସ ମଧ୍ୟ କମିଯାଏ। ବନ୍ଧୁମାନେ, କେତେବେଳେ ଜୀବନରେ ଅନେକ ପ୍ରକାର ସମସ୍ୟା ଆସିଥାଏ। ଏମିତି ସମୟରେ ଲୋକମାନେ ବିଭିନ୍ନ ପ୍ରକାର ପୂଜା ପାଠ କରନ୍ତି ଏବଂ ପୁରୁଣା ଲୋକମାନେ କହିଥାନ୍ତି, ଯଦି ଅରଖ ଗଛର ଚେରକୁ ପିନ୍ଧାଯାଏ ତେବେ ନିଜ ଭିତରେ ଥିବା ଦୁର୍ଭାଗ୍ୟର ପ୍ରଭାବ ମଧ୍ୟ କମିଯାଇଥାଏ। ତିନିରେ ନଜର ଦୋଷରୁ କିପରି ଆପଣମାନେ ସୁରକ୍ଷା ପାଇପାରିବେ। ତ ବନ୍ଧୁଗଣ, ଅନେକ ଲୋକ ନଜର ଦୋଷରେ ଅଧିକରୁ ଅଧିକ ମାତ୍ରାରେ ବିଶ୍ୱାସ କରନ୍ତି। ଯେତେବେଳେ କାହାରି ଖରାପ ଦୃଷ୍ଟି ପଡ଼ିଯାଏ, ସେତେବେଳେ କେତେକ ସମସ୍ୟା ମଧ୍ୟ ଆସିପାରେ ବୋଲି ପୁରାତନ କାଳରୁ ଧାରଣା ରହିଅଛି। ଅରଖ ଗଛର ଚେରକୁ ପିନ୍ଧିଲେ ନଜର ଦୋଷରୁ ସୁରକ୍ଷା ମିଳିଥାଏ ବୋଲି
କେତେକ ଲୋକ କହିଥାନ୍ତି। 4. ମନୋବଳ ବଢ଼େ। ଜୀବନରେ ସଫଳତା ପାଇବା ପାଇଁ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ବା ମନୋବଳ ବହୁତ ମାତ୍ରାରେ ଜରୁରୀ ଅଟେ। ଯଦି ଆପଣଙ୍କ ମନ ଦୃଢ଼ ହେବ, ତେବେ ଆପଣ କୌଣସି ସମସ୍ୟାକୁ ମଧ୍ୟ ହରାଇ ପାରିବେ। ଅରଖ ଗଛର ଚେରକୁ ପିନ୍ଧିବା ଦ୍ୱାରା କେତେକ ଲୋକଙ୍କର ମନୋବଳ ପୁରା ଅଧିକ ମାତ୍ରାରେ ବଢ଼ି ଯାଇଥାଏ। 5. ଭଲ ଚିନ୍ତାଧାରା ଆସେ। ଆମ ଜୀବନ ଆମ ଚିନ୍ତାଧାରା ଉପରେ ହିଁ ନିର୍ଭର କରିଥାଏ। ଯଦି ଆମେ ସକାରାତ୍ମକ ଭାବିବା, ତେବେ ଜୀବନରେ ଭଲ ଘଟଣା ଘଟିବାର ସମ୍ଭାବନା ଅଧିକ ମାତ୍ରାରେ ବଢ଼ିଯାଏ। ଅନେକ ଲୋକ ମନେ କରନ୍ତି ଅରଖ ଚେରକୁ ପିନ୍ଧିଲେ ମନରେ ଭଲ ଓ ସକାରାତ୍ମକ ଭାବନା ଆସିଥାଏ। 6. ଭୟ ଓ ଚିନ୍ତା ମଧ୍ୟ କମିଯାଇଥାଏ। ତ ବନ୍ଧୁମାନେ, ଆଜିକାଲି ଲୋକମାନେ ବହୁତ ଚିନ୍ତାରେ ରହୁଛନ୍ତି। କାମର ଚାପ, ଟଙ୍କାର ସମସ୍ୟା, ଏହା ସବୁ ଲୋକଙ୍କୁ ବହୁତ ମାତ୍ରାରେ ଦୁଃଖ ଦେଉଅଛି। କିନ୍ତୁ ଯଦି ମନରେ ଶାନ୍ତି ରହିବ, ତେବେ ନିଜର ଜୀବନ ମଧ୍ୟ ବହୁତ ସହଜ ଲାଗିବ। କେତେକ ଲୋକ କହିଥାନ୍ତି ଅରଖ ଚେରକୁ ପିନ୍ଧିଲେ ମନରେ ଥିବା ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣା ମଧ୍ୟ କମିଯାଇଥାଏ। 7. ଆଧ୍ୟାତ୍ମିକତା ଶକ୍ତି ବଢ଼େ। ତ ଦର୍ଶକ ବନ୍ଧୁ, ଏହି ଆଧ୍ୟାତ୍ମିକତା ମାନେ ହେଉଛି ମନରେ ଥିବା ଏକ ପ୍ରକାର ଶାନ୍ତି। ଯେତେବେଳେ ଆମେ ଭଗବାନଙ୍କୁ ସ୍ମରଣ କରିଥାଉ, ସେତେବେଳେ ଆମ ଭିତରେ ଥିବା ନିଷ୍ଠା ଏବଂ ନିଜ ପ୍ରତି ଥିବା ଏକ ଆତ୍ମବିଶ୍ୱାସ ଆଉ ଆମ ମନରେ କେଉଁପରି ଚିନ୍ତାଧାରା ଅଛି, ସେତେବେଳେ ଭଗବାନ ଆମକୁ ଏହିସବୁ ଜିନିଷ ଦେଖନ୍ତି। ଆଉ ହଁ, ପ୍ରକୃତରେ ଦେଖନ୍ତି ନିଜର କର୍ମ କ'ଣ। ଯଦି ଆପଣଙ୍କର କର୍ମ ଭଲ ଅଛି, ତେବେ ଆପଣ ସଫଳତାର ରାସ୍ତା ଖୁବ୍ ଶୀଘ୍ର ପାଇପାରିବେ। ପୁରୁଣା ଲୋକକଥା ଅନୁସାରେ ଯଦି ଆପଣଙ୍କ ଘରେ କିମ୍ବା ଆପଣଙ୍କ ସହିତ ଖାଲି ଅଶାନ୍ତି ଲାଗି ରହୁଛି, ତେବେ ଆପଣମାନେ ଏହି ଅରଖ ଗଛର ଗୋଟିଏ ଚେରକୁ ପିନ୍ଧିବା ଦ୍ୱାରା ଆପଣଙ୍କ ମନରେ ଶାନ୍ତି, ଭୟ ଏବଂ ନିଷ୍ଠାପର ଭାବ ଏସବୁ ଦୂରେଇ ଯାଇଥାଏ। ଆଉ ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ବଢ଼ିଥାଏ। ତେଣୁକରି ଆପଣମାନେ ଜୀବନରେ ଭୟ କରନ୍ତୁ ନାହିଁ, କାହିଁକିନା ସମୟ ଆଉ ପରିସ୍ଥିତି କେବେ ବି ସମାନ ରୁହେ ନାହିଁ। ସାଙ୍ଗମାନେ, ଏହି ଅରଖ ଗଛକୁ ପୁରାତନ କାଳରୁ ଏକ ତନ୍ତ୍ର ଓ ଆୟୁର୍ବେଦରେ ବହୁତ ପ୍ରକାର ମହତ୍ତ୍ୱ ଦିଆଯାଇଅଛି। ଅନେକ ପ୍ରକାର ସାଧୁସନ୍ତମାନେ କହିଛନ୍ତି ଯେ ଅରଖ ଗଛରେ ଦୈବୀ ଶକ୍ତି ଅଧିକ ମାତ୍ରାରେ ରହିଥାଏ, ଯେଉଁ କାରଣରୁ କେତେକ ଲୋକ ଏହାର ଚେରକୁ ତାବିଜ ଭଳି
ପିନ୍ଧିଥାନ୍ତି। ଏହି ଚରକୁ ପିନ୍ଧିବା ଦ୍ୱାରା ନକାରାତ୍ମକ ଶକ୍ତିରୁ ସୁରକ୍ଷା ମିଳିଥାଏ। ଯଦି ଆପଣଙ୍କ ମନରେ କିଛି ଖରାପ ଚିନ୍ତାଧାରା ବା କିଛି ନଜର ଦୋଷ ଅଛି, ତେବେ ଏହି ଚେରକୁ ପିନ୍ଧିବା ଦ୍ୱାରା ଆପଣଙ୍କର ସବୁକିଛି ସମାଧାନ ହୋଇପାରିବ। ଆମ ଚାରିପାଖରେ କେତେକ ସମୟରେ ଏମିତି ନକାରାତ୍ମକ ଶକ୍ତି ଥାଏ ଯାହା ଆମ ଜୀବନକୁ ପ୍ରଭାବିତ କରିପାରେ, କିନ୍ତୁ ଏହି ଚେରକୁ ପିନ୍ଧିବା ଦ୍ୱାରା ସେହି ନକାରାତ୍ମକ ପ୍ରଭାବ କମିଯାଏ ବୋଲି ପୁରୁଣା ଲୋକକଥାରେ ବିଶ୍ୱାସ କରାଯାଏ। ତ ସାଙ୍ଗମାନେ, ଆପଣମାନେ କ'ଣ ଜାଣିଛନ୍ତି ଯେ ଏହି ଅରଖ ଗଛକୁ ଭଗବାନ ଶିବଙ୍କର କୃପା ମଧ୍ୟ କୁହାଯାଏ। ଅନେକ ପୁରାଣରେ ଲେଖାଯାଇଛି ଯେ ଅରଖ ଗଛ ଭଗବାନ ଶିବଙ୍କ ପ୍ରିୟ ଗଛ ଅଟେ। ଏହି କାରଣରୁ ଯଦି କେହି ବି ଏହି ଗଛକୁ ସମ୍ମାନ କରନ୍ତି, ତେବେ ଭଗବାନ ଶିବଙ୍କ କୃପା ନିଶ୍ଚିତ ଭାବରେ ସେହି ମନୁଷ୍ୟକୁ ମିଳିଥାଏ। ଆଉ ହଁ, ଆମ ଜୀବନରେ ସବୁଠାରୁ ବଡ଼ ଶକ୍ତି ହେଉଛି ନିଜ ପ୍ରତି ଥିବା ଭଲ ପାଇବା ଆଉ ସକାରାତ୍ମକ ଚିନ୍ତାଧାରା। ଯଦି ଆପଣଙ୍କ ମନ ସଦା ସର୍ବଦା ସକାରାତ୍ମକରେ ରହିବ ନା, ତେବେ ଆପଣ ମଧ୍ୟ ଆସୁଥିବା କିଛି ଖେଳରେ ନିଶ୍ଚିତ ଭାବରେ ବିଜେତା ହାସଲ କରିପାରିବେ। ଅରଖ ଚେରକୁ ପିନ୍ଧିବା ଦ୍ୱାରା ଜୀବନରେ ସକାରାତ୍ମକ ଚିନ୍ତା ବହୁତ ମାତ୍ରାରେ ବଢ଼ିଯାଇଥାଏ। ତେବେ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓଟିକୁ ଆମେ ବର୍ତ୍ତମାନ ସୁଦ୍ଧା ଏଇଠି ଷ୍ଟପ୍ କରିବା। ପୁଣି ଦେଖା ହେବା ଆଉ ଗୋଟିଏ ନ୍ୟୁ ଟପିକ୍ର ଭିଡ଼ିଓରେ। ତ ଆଜି ଆମେ ଏହି ଭିଡ଼ିଓରେ କେବଳ ଗୋଟିଏ ଟପିକ୍ ଡିସ୍କସନ୍ କଲେ ଯେ ଅରଖ ଗଛର ଚେରକୁ ପିନ୍ଧିବା ଦ୍ୱାରା କ'ଣ କ'ଣ ଲାଭ ହୋଇପାରେ। କିନ୍ତୁ ସବୁଠାରୁ ବଡ଼ ଶକ୍ତି ଆପଣଙ୍କର ନିଜ ମନ ଓ ପରିଶ୍ରମ। ଯଦି ଆପଣ ନିଜ ଉପରେ ବିଶ୍ୱାସ ରଖିବେ ନା, ତେବେ ଜୀବନରେ ଏମିତି କୌଣସି ରହସ୍ୟ ନାହିଁ ଯେ ଆପଣଙ୍କୁ ହରାଇ ପାରିବ। ତ ସାଙ୍ଗମାନେ, ଏହି ଭିଡ଼ିଓଟି ଦେଖିସାରିଲା ପରେ ଆପଣଙ୍କୁ କେମିତି ଲାଗିଲା ମୋତେ କମେଣ୍ଟ ବକ୍ସରେ ନିହାତି ଭାବରେ ଗୋଟିଏ କମେଣ୍ଟ କରି ଜଣାଇବେ। ଆଉ ହଁ, ମୋର ଏହି ଚ୍ୟାନେଲରେ ଯୋଡ଼ି ହୋଇ ରହିବା ପାଇଁ ଏବେ ହିଁ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ରଖିଦିଅନ୍ତୁ, ଯାହାଫଳରେ ମୁଁ ପ୍ରତ୍ୟେକ ଦିନ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କର ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ସର୍ବପ୍ରଥମେ ପହଞ୍ଚି ପାରିବ। ତେବେ ସାଙ୍ଗମାନେ, ରହିଲି। ଜୟ ଶ୍ରୀରାମ।